ଅଭୟାରଣ୍ୟରେ ବନ୍ଧୁକ ଧରି ବୁଲୁଥିଲେ ଆଉ ବନ ବିଭାଗ କ୍ୟାମେରାରେ ଟ୍ରାପ୍ ହୋଇ ଗିରଫ ହେଲେ। ବନ୍ୟଜନ୍ତୁଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ଲାଗିଥିବା କ୍ୟାମେରାରେ ଫଟୋ ଆସିଲା ଶିକାରୀଙ୍କ। ଆଉ ସେହି ଫଟୋକୁ ତର୍ଜମା କରି 5 ଶିକାରୀଙ୍କୁ ଗିରଫ କରିଛି ଶିମିଳିପାଳ ବିଭାଗ। କୁହାଯାଉଛି ଶିକାର କରିବାକୁ ଯାଇ ବନ ବିଭାଗ କ୍ୟାମେରାରେ ଶିକାର ହେଲେ ଶିକାରୀ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବାରିପଦା ସଦର ଡିଭିଜନ କୋର ଅଞ୍ଚଳରେ ଦେଶୀ ବନ୍ଧୁକ ଧରି ପଶିଥିବାରୁ ବେସରପାଣି ଅଞ୍ଚଳର 5 ଶିକାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ କରୁଣାକର ମଲ୍ଲିକ, କାର୍ତ୍ତିକ ମଲ୍ଲିକ, ଭୋଲା ଭକ୍ତା, ଗୁନୁ ଭକ୍ତା, ରବି ଭକ୍ତା। ସମସ୍ତେ ଇଠାପଟା ରେଞ୍ଜର ବେସରପାଣି ଗାଁର। କ୍ୟାମେରା ଫଟୋକୁ ତର୍ଜମା କରି ଗାଁରେ ଚଢ଼ାଉ ବେଳେ ଗିରଫ ବ୍ୟକ୍ତିମାନଙ୍କଠାରୁ 4 ଦେଶୀ ବନ୍ଧୁକ, ବାରୁଦ, ଧନୁତୀର ସହ ଶିକାର ଉଦ୍ଦେଶ୍ୟରେ ରଖିଥିବା ସରଞ୍ଜାମ ଜବତ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଉପନିର୍ଦ୍ଦେଶକ କହିଛନ୍ତି, ଗିରଫ ବ୍ୟକ୍ତିମାନଙ୍କ ନାମରେ ଜଙ୍ଗଲ ସୁରକ୍ଷା ଆଇନ 1972 ଏବଂ 1959 ଆର୍ମସ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।